ଆସନ୍ତୁ ଦେଖିବା ଏପ୍ରିଲ 2026 ରେ ତୁଳା ରାଶିର ବ୍ୟକ୍ତିମାନଙ୍କର ସମୟ କିପରି ରହିବ। ରାଶିର ଅଧିପତି ଶୁକ୍ର ସପ୍ତମ ସ୍ଥାନରେ ଅଛନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହିବ। ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଶୁଭ ସମୟ ରହିବ। ଯଦି ସ୍ୱାମୀ ସ୍ତ୍ରୀ ମିଶି କୌଣସି ପାର୍ଟନରସିପ୍ରେ ବିଜନେସ୍ କରୁଥାନ୍ତି ତେବେ ସେଥିରେ ଅଧିକ ଉନ୍ନତି ହେବ। ଆପଣଙ୍କର ପଞ୍ଚମ ସ୍ଥାନରେ ରାହୁ ଥିବାରୁ ସନ୍ତାନମାନଙ୍କ ସହିତ ଆପଣଙ୍କର ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ। ବିଦ୍ୟାର୍ଥୀମାନଙ୍କର ମଧ୍ୟ ଏତେ ଭଲ ସମୟ ରହିବ ନାହିଁ। ମାତ୍ର ଆପଣଙ୍କର ପଞ୍ଚମ ସ୍ଥାନକୁ ବୃହସ୍ପତିଙ୍କର ଦୃଷ୍ଟି ରହୁଛି। ତେଣୁ ସନ୍ତାନ ଏବଂ ବିଦ୍ୟାର୍ଥୀମାନେ ଯଦି ନିଜ ମନକୁ ସ୍ଥିର ରଖି ସମସ୍ତ କାର୍ଯ୍ୟ କରନ୍ତି ତେବେ ଗୁରୁଙ୍କ କୃପାରୁ ସବୁ ଶୁଭ ହେବ। ଆପଣଙ୍କର ଶନି ଷଷ୍ଠ ସ୍ଥାନରେ ଅଛନ୍ତି। ଷଷ୍ଠ ଶନି ଶୁଭଫଳ ପ୍ରଦାନ କରନ୍ତି। ସମସ୍ତ କାର୍ଯ୍ୟ ନିର୍ଦ୍ୱନ୍ଦ୍ୱରେ ହାସଲ ହେବ। କର୍ମକ୍ଷେତ୍ରରେ ମାନ ସମ୍ମାନ ଏବଂ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଧନ ଲାଭ ହେବ। ଯଦି ଋଣ କରିଥାନ୍ତି ସେଥିରୁ ମୁକ୍ତି ପାଇବେ। ଆପଣଙ୍କର ନବମ ସ୍ଥାନରେ ବୃହସ୍ପତି ଅଛନ୍ତି। ଧନ ଲାଭ, କର୍ମକ୍ଷେତ୍ରରେ ଉନ୍ନତି, ଭୂମି ଏବଂ ଯାନବାହନ ଲାଭ, ବିବାହ ବ୍ରତ ଇତ୍ୟାଦି ଶୁଭ କାର୍ଯ୍ୟ ହେବ। ପିତାଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ପାଇବେ। ବିଦ୍ୟାର୍ଥୀମାନେ ବିଦ୍ୟା ଶିକ୍ଷାରେ ଉନ୍ନତି କରିବେ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। କେତୁ ଆପଣଙ୍କର ଏକାଦଶ ସ୍ଥାନରେ ଅଛନ୍ତି। ଏକାଦଶ କେତୁ ଶୁଭ ଫଳ ଦିଅନ୍ତି। ମାତ୍ର ଆପଣଙ୍କର ବିତୃଷ୍ଣା ଭାବ ଜାତ ହୋଇପାରେ। ମାନସିକ ଅଶାନ୍ତି ବା ଡିସାଟିସ୍ଫ୍ୟାକ୍ସନ ଆସିପାରେ। ପ୍ରଭୁ ଗଣେଶଙ୍କର ପୂଜାର୍ଚ୍ଚନା କରନ୍ତୁ ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ଓମ୍ କେଂ କେତବେ ନମଃ ଜପ କରନ୍ତୁ। ଶୁଭ ହେବ।